ଲାଗିଲା ମୋ ସହିତ ଆସିଲେ କେମିତି କ'ଣ ଟିକେ କୁହନ୍ତୁ। ଆପଣଙ୍କ ସହିତ ଆସିଲେ ଭିଡ଼ିଓ କଲି ଭଲ ଲାଗିଲା। ତ ମୋତେ ବି ସେମିତି ଡର ବି ଲାଗୁଛି ନାଇଟ୍ ଭିଡ଼ିଓ, ସେଥିପାଇଁ ଫାର୍ଷ୍ଟ ଟାଇମ୍ ଏକ୍ସପିରିଏନ୍ସ ମୋର। ତ ଆପଣମାନେ ବି ଯଦି କେବେ ବି କରୁଛନ୍ତି ନିଜ ସେଫ୍ଟିରେ ନିଜେ କାମ କରନ୍ତୁ, ନହେଲେ କରିବା କିଛି ଦରକାର ନାହିଁ। ଧନ୍ୟବାଦ। ତ ହାଇ ଫ୍ରେଣ୍ଡ, ଜୟ ଜଗନ୍ନାଥ ସାଙ୍ଗମାନେ, ଆଜି ଏକ ନୂଆ ବ୍ଲଗ୍କୁ ଆପଣମାନଙ୍କୁ ମୋଷ୍ଟ ହଣ୍ଟେଡ୍ ବ୍ଲଗ୍କୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ତ ବର୍ତ୍ତମାନ ଆମେ ପଳେଇ ଆସିଛେ ଗୋଟେ ଏମିତି ଗୋଟେ ବ୍ଲାକ୍ ମ୍ୟାଜିକ୍, ଓନ୍ଲି ଏ ଜାଗାରେ ବ୍ଲାକ୍ ମ୍ୟାଜିକ୍ ହେଇଥାଏ। ତ ଆମେ ବର୍ତ୍ତମାନ ସେଇ ଜାଗାକୁ ବର୍ତ୍ତମାନ ଆସିକି ପହଞ୍ଚାଇଛି। ଆଉ ବର୍ତ୍ତମାନ ଭାଇ ସମୟ କେତେ ହେଇଥିବେ? ପାଖାପାଖି 11ଟା 11:30 ହେଇଥିବ। ତ ଭାଇ ଟିକେ ବର୍ତ୍ତମାନ ଟିକେ ଫ୍ରେଣ୍ଡସ୍କୁ ଟିକେ ଟାଇମ୍ଟା ବର୍ତ୍ତମାନ ଆପଣ ଟିକେ ଦେଖିପାରୁଥିବେ ଏବେ ମାତ୍ର 11:15 ହେଇଛି ରାତି। ତ ବର୍ତ୍ତମାନ ଆମେ ଯିବା ସେସବୁ ଜାଗାରେ କ'ଣ କ'ଣ ଦେଖିଲେ କି କ'ଣ ଆପଣଙ୍କ ସହିତ ସେୟାର କରିବା, କ'ଣ କିଛି ଯଦି କିଛି ଆମ ସହିତ କିଛି ସେମିତି କିଛି ହୁଏ ତ ଭିଡ଼ିଓରେ କଣ୍ଟିନ୍ୟୁ ରୁହନ୍ତୁ ଆମ ସହିତ। ଆମେ ପୁରା ଜଙ୍ଗଲ ଭିତରେ ପଶିକି ଆପଣଙ୍କୁ ଦେଖିବା। ତ ଆସନ୍ତୁ। ତ ସାଙ୍ଗମାନେ ଆପଣମାନେ ଦେଖିପାରୁଥିବେ ଆମେ ତ ପହଞ୍ଚିଯାଇଛେ। ତ ମୋ ସହିତ ଅଛନ୍ତି ବଣ୍ଟି ଭାଇ, ମୋ ସହିତ ଯେ ହେଲ୍ପ କରିବାକୁ ପୁରା ହେଲ୍ପ କରିବା ସେ ଆସିଛନ୍ତି। ଆଉ କ୍ୟାମେରାମ୍ୟାନ୍ ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣଙ୍କୁ ଏତେ ରାତିରୁ ଡାକିଥିବାରୁ ଆପଣ ଆସିଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ତ ଚାଲନ୍ତୁ ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ କଣ୍ଟିନ୍ୟୁ ୱାଚ୍ କରନ୍ତୁ। ତ ଭାଇମାନେ ବର୍ତ୍ତମାନ ମୁଁ ଦିନରେ ଆସିଥିଲି, ତ ଏଠି ଗୋଟେ ଦେଖିକି ଯାଇଥିଲି, ମାନେ ଏଠି ବି ବ୍ଲାକ୍ ମ୍ୟାଜିକ୍ କରାଯାଇଛି ହେଲା। ତ ଭାଇ ଆସନ୍ତୁ, ମୁଁ ତ ଆପଣଙ୍କୁ ଜୁମ୍ କରିକି ଦେଖାଉଛି। ଏ ଦେଖିପାରୁଥିବେ ମୋ ଲାଇଟ୍ଟା ଆପଣମାନେ କେଉଁଠି ଦେଖାଯାଇଥିବେ, ଦେଖିପାରୁଥିବେ ଏଇ ଯେ ମାଠିଆ ଭିତରେ ଏଠି ବି ଗୋଟେ ବ୍ଲାକ୍ ମ୍ୟାଜିକ୍ କରାଯାଇଥିଲା। ତ ଭାଇ ବର୍ତ୍ତମାନ ତ ଆମେ ଦିନରେ ଆସିଥିଲେ, ପାଖକୁ ଯାଇକି ବୁଲି ଆସିଥିଲେ, ବର୍ତ୍ତମାନ କିନ୍ତୁ ରାତିରେ ଯିବାନି। ତ ଆପଣଙ୍କୁ ଟିକେ ଜୁମ୍ କରିକି କ୍ୟାମେରାମ୍ୟାନ୍ ଭାଇକି ଟିକେ କହୁଛି ଟିକେ ଜୁମ୍ କରିକି ଦେଖି ଦିଅନ୍ତୁ। ଏଇଟା ବା ଗୋଟେ ସେଇ ଜାଗା ଯେଉଁଠି ବ୍ଲାକ୍ ମ୍ୟାଜିକ୍ କରାଯାଇଥିଲା କିଛି ଦିନ ପୂର୍ବରୁ। ତ ଆସନ୍ତୁ ଆଉ କିଛି ଆଗକୁ ଯିବା, ଆପଣଙ୍କ ସହିତ ଆହୁରି ବହୁତ ସାରା ଅଛି ଦେଖାଇବା, ଆସନ୍ତୁ। ତ ସାଙ୍ଗମାନେ ସେଠି ଗୋଟେ ଆପଣମାନଙ୍କୁ ଦେଖେଇଥିଲି। ତ ଆସନ୍ତୁ ଆଉ ଗୋଟେ ଜାଗାର ଏଠି ପାଖରେ ଦେଖାଉଛି ହେଲା। ଏଠି ବି ବ୍ଲାକ୍ ମ୍ୟାଜିକ୍ କରାଯାଇଥିଲା କିଛି ଦିନ ପୂର୍ବରୁ। ତ ଦେଖିପାରୁଥିବେ ବର୍ତ୍ତମାନ ମୁଁ ସେଇ ଜାଗାକୁ ଲାଇଟ୍ ମାରିଛି। ତ ଆପଣ ଯଦି କମେଣ୍ଟ କରିବେ ତ ନେକ୍ସଟ ଟାଇମ୍ ଆମେ ନିହାତି ପାଖକୁ ଯାଇକି ଆଉ ସମୟ ତ ଆପଣମାନଙ୍କୁ ଦେଖେଇଥିଲି, ମୁଁ ଦେଖିପାରୁଥିବେ ଏଇଠି ସେଇ ଜାଗା। ତ ଆଉ ଗୋଟେ ଜାଗାରେ ବି ଅଛି। ତ ପ୍ରଥମେ ଏ ଜାଗାଟା ଦେଖିଦିଅନ୍ତୁ। ତ ଆପଣ ଯଦି ନିହାତି କମେଣ୍ଟ କରିବେ ତ ଆଉ ଥରେ ତା ପାଖକୁ ଯାଇକି ଆପଣଙ୍କୁ ଦେଖେଇବା। ତ ଭାଇ ମାନେ ଆପଣମାନେ ଦେଖିପାରୁଥିବେ ଭାଇ ଏ ଟୋଟାଲ୍ ଅଘର ଜଙ୍ଗଲ। ତ ଆମେ ଗୋଟେ ଏମିତି ଗୋଟେ ଆଜି ପ୍ଲେସ୍କୁ ପଳେଇ ଆସିଛେ ଭାଇ। ବହୁତ ଲୋକେସନ୍ ଖୋଜିଲା ପରେ ଏଇ ପ୍ଲେସ୍ଟା ଆମକୁ ଭାଇ ମାନେ ବହୁତ ଭାଇ ଜଣଙ୍କ DM କରିଥିଲେ ଯେ ଭାଇ ଆମ ଏରିଆକୁ ଆସନ୍ତୁ, ବହୁତ ଖତରନାକ ପ୍ଲେସ୍ ଅଛି। ତ ଆମେ ପଳେଇ ଆସିଥିଲେ ତାଙ୍କ କମେଣ୍ଟ ପଢ଼ିକି। ତ ଆଉ ସେ ଭାଇକୁ ଧନ୍ୟବାଦ ଆପଣଙ୍କୁ ମୋତେ ଇନଭାଇଟ୍ କରିଥିବାରୁ। କିନ୍ତୁ ମୁଁ ସେ ଭାଇକୁ ଆଜି ପର୍ଯ୍ୟନ୍ତ ଜଣାଇନି ଯେ ମୁଁ ଆସିଛି ବୋଲି। ତ ଭିଡ଼ିଓ ପୋଷ୍ଟ କଲା ପରେ ସେ ଭାଇକୁ ନିହାତି ମୁଁ ମେସେଜ୍ କରିକି ଜଣାଇବି। ତ ଏପଟେ ଆସନ୍ତୁ, ପୁଣି ଏପଟେ ବି କିଛି ଅଛି। କ'ଣ ହେଇଛି ଆମେ ସେଟା ନା? ତ ମୋ ପଛପଟେ ଆସନ୍ତୁ ବଣ୍ଟି ଭାଇ, ଆପଣ ଆସନ୍ତୁ, ମୁଁ ଆପଣଙ୍କୁ ଆଉ ଗୋଟେ ଦେଖିଛି। ତ ଆପଣମାନେ ଦେଖିପାରୁଥିବେ ଏଇଠି ଗୋଟେ ସେମ୍ ଗୋଟେ ଆପଣମାନେ କ୍ୟାମେରାମ୍ୟାନ୍ ଭାଇ ଆପଣଙ୍କୁ ଦୟା କରିକି ଆପଣ ଟିକେ ଆଗକୁ ଆସନ୍ତୁ। ଆଉ ଆପଣ ମୁଁ ଲାଇଟ୍ ଟର୍ଚ୍ଚ ମାରିଛି, ଆପଣ ଦେଖନ୍ତୁ। ଆପଣ ଏଇ ଗୋଟେ ସେଇ ଗୋଟେ ସେମ୍ ଜିନିଷ। ତ ମୁଁ ଆପଣମାନଙ୍କୁ କମେଣ୍ଟରେ କହିଥିଲି ଯେ ମାନେ କହିଥିଲି ପ୍ରଥମରୁ ଭାଇ ଏ ଦୁନିଆ ବ୍ଲାକ୍ ମ୍ୟାଜିକ୍, ଟୋଟାଲ୍ ବ୍ଲାକ୍ ମ୍ୟାଜିକ୍ ଉପରେ ଏ ଦୁନିଆ ଚାଲିଛି। ଦେଖିପାରୁଥିବେ ଏଇ ଗୋଟେ ସେମ୍ ଏଠି ବି ଗୋଟେ ବ୍ଲାକ୍ ମ୍ୟାଜିକ୍ କରାଯାଇଥିଲା। ଭାଇ ଏତେ ରିସ୍କ ନେଇକି ଭିଡ଼ିଓ କରୁଛି ଭାଇ, ଭିଡ଼ିଓର ଲାଇକ୍ କମେଣ୍ଟ ତ ଟୋଟାଲି ସେୟାର ଆପଣମାନେ ତ କରନ୍ତୁ। ତ ଦୟା କରିକି ଏମିତି ଇଣ୍ଟରେଷ୍ଟିଂ ଭିଡ଼ିଓ ଦେଖିବାକୁ ହେଲେ ଆପଣ ଆମ ଭିଡ଼ିଓକୁ ନିହାତି ଲାଇକ୍ କମେଣ୍ଟ ସେୟାର କରନ୍ତୁ। ତ ଆମେ ଆହୁରି ଖତରନାକ ଭିଡ଼ିଓ ନେଇକି ଆସିପାରିବା। ଭାଇ ଧୀରେ ସେ ସାବଧାନ ଆସିବ, ଏଠି ଗୁ ଅଛି। ତ ସାଙ୍ଗମାନେ ଦେଖନ୍ତୁ ମୋ ସହିତ ବଣ୍ଟି ଭାଇ ଆସିଥିଲେ। ତ ବଣ୍ଟି ଭାଇ ମୋ ପ୍ରଥମ ହଣ୍ଟେଡ୍ ବ୍ଲଗ୍ର ପ୍ଲସ୍ ନାଇଟ୍ ଭିଡ଼ିଓର ବଣ୍ଟି ଭାଇ ମୋତେ ସାହାଯ୍ୟ କରିଥିଲେ। ଟୋଟାଲ୍ ମୁଁ ଆପଣଙ୍କୁ ଏଇ ଜାଗାରେ ବୁଲେଇକି ଦେଖିଲି। ତ ବଣ୍ଟି ଭାଇ ଆପଣ ଟିକେ କୁହନ୍ତୁ କେମିତି ଲାଗିଲା ମୋ ସହିତ ଆସିଲେ, କେମିତି କ'ଣ ଟିକେ କୁହନ୍ତୁ। ଆପଣଙ୍କ ସହିତ ଆସିଲେ ଭିଡ଼ିଓ କଲି ଭଲ ଲାଗିଲା। ତ ମୋତେ ବି ସେମିତି ଡର ବି ଲାଗୁଛି ନାଇଟ୍ ଭିଡ଼ିଓ, ସେଥିପାଇଁ ଫାର୍ଷ୍ଟ ଟାଇମ୍ ଏକ୍ସପିରିଏନ୍ସ ମୋର। ତ ଆପଣମାନେ ବି ଯଦି କେବେ ବି କରୁଛନ୍ତି ନିଜ ସେଫ୍ଟିରେ ନିଜେ କାମ କରନ୍ତୁ, ନହେଲେ କରିବା କିଛି ଦରକାର ନାହିଁ। ଧନ୍ୟବାଦ। ତ ବର୍ତ୍ତମାନ ଆମେ ଆଉ ଗୋଟେ ଜାଗାକୁ ଯିବା। ସେଠି ବର୍ତ୍ତମାନ ଆମେ ଯାଇଥିଲେ, ସେଠି ମେଚା ପେଣ୍ଡା କହିନେ ବି ସରିବନି, ବହୁତ ସାରା ଅଛି। କିନ୍ତୁ ଆମେ ବେଶୀ ନାହିଁ 3-4ଟା ଗଲେ, ମାନେ ନାଇଟ୍ ଆମେ କମ୍ ଲୋକ ଆସିଥିଲେ, 2 ଜଣ ଆସିଥିଲେ, କ୍ୟାମେରାମ୍ୟାନ୍ ଜଣେ, 3 ଜଣ ଟୋଟାଲ୍ ଆସିଥିଲେ। ତ ଆମେ ବେଶୀ ଗଲେନି। ତ ବର୍ତ୍ତମାନ ଆଉ ଗୋଟେ ଜାଗା ଯିବା, ରାସ୍ତା କଡ଼ ସାଇଡ଼୍ରେ ଅଛି, ସେଇଟା ବର୍ତ୍ତମାନ ଯିବା। ସେଇଟା ବି ଆପଣଙ୍କ ସହିତ ସେୟାର କରିବା, ହୋଇପାରେ ସେଇଟା ଆମର ଆଜିକା ପାଇଁ ସେଇଟା ଲାଷ୍ଟ ହେଇପାରେ। ତ ଚାଲନ୍ତୁ ଯିବା, ବର୍ତ୍ତମାନ ଦେଖେଇବା। ତ ଭାଇମାନେ ତ ଆମେ ଆସିଥିଲେ ଆଉ ଗୋଟେ ଜାଗାକୁ, ଆପଣଙ୍କ କଥା ହେଇକି ଆସିଥିଲେ ଯେ ଦେଖିବା। ତ ବର୍ତ୍ତମାନ ଦେଖୁଥିବେ ଜାଗାଟା ଟିକେ ଲାଇଟ୍ ମାରୁଛି, ଦେଖନ୍ତୁ ଭାଇ କେତେ ମାନେ ଜଙ୍ଗଲଟା, ରାସ୍ତା କେମିତି ପୁରା ଜଙ୍ଗଲ ଭଳିଛି। ତ ବର୍ତ୍ତମାନ ଆମେ ଟିକେ ଯାଇଥିଲେ, ତ ବର୍ତ୍ତମାନ ଏଠି ଜଷ୍ଟ ଟିକେ ଭିତରକୁ ଯାଇଥିଲେ ଭାଇ ସାପ ଦେଖିବାକୁ ପାଇଲେ। ଭାଇ ଆପଣ କୁହନ୍ତୁ ଆମେ ଭିଡ଼ିଓ ବଡ଼ ନା ସାପ ପାଖରୁ ବଞ୍ଚିବା ଭଲ? ତ ଭାଇ ଜଣଙ୍କୁ କହିଲେ ଯେ ଭାଇ ରହିଯାଆନ୍ତୁ, ଭାଇ କିଛି ଯିବା ଦରକାର ନାହିଁ, ଆମ ଆଗେ ସେଫ୍ଟି ବଡ଼, ତାପରେ ଯାଇକି ଭିଡ଼ିଓ ହେବ। ଆମେ ବଞ୍ଚିଲେ ପୁଣି ଭିଡ଼ିଓ କରିପାରିବା, କିଛି ରିସ୍କ କରିବା ଦରକାର ନାହିଁ। ଭାଇ ଫେରି ଚାଲ। ଭାଇ ସତ କହୁଛି, ମୁଁ ସାପ ଦେଖିଲି, ଏତେ ବଡ଼ ସାପ ହେଲା।
ତ ସାଙ୍ଗମାନେ ତ ଆପଣଙ୍କୁ ଟୋଟାଲି ଭିଡ଼ିଓ ଦେଖେଇଲି ତ ଆପଣ ଯଦି ଭିଡ଼ିଓଟା ଭଲ ଲାଗିଲେ ଲାଇକ୍ କମେଣ୍ଟ ସେୟାର ନିହାତି ତ କରିବେ ତ ଆପଣଙ୍କ ପାଖାପାଖିରେ ଯଦି ଏମିତି କିଛି ହଣ୍ଟେଡ଼ ପ୍ଲେସ୍ କି ଏମିତି ବ୍ଲାକ୍ ମ୍ୟାଜିକ୍ ଖତରନାକ ଜାଗା ଥିବ ନିହାତି କମେଣ୍ଟ ମଧ୍ୟରେ ଜଣାଇବେ ଆଉ ଭିଡ଼ିଓଟାକୁ ଏଠି ଏଣ୍ଡ କଲି ନେକ୍ସଟ ଭିଡ଼ିଓରେ ଦେଖାବା ନିହାତି କମେଣ୍ଟ କରିଦେବେ ଜୟ ଜଗନ୍ନାଥ।